ଯେଉଁଆଡ଼େ ଦେଖିବେ ଖାଲି କାକୁଡ଼ି ଆଉ କାକୁଡ଼ି। ଭାଡ଼ିରେ ଓହଳୁଛି ତଟକା କାକୁଡ଼ି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଅଞ୍ଚଳର ଚାଷୀମାନେ କରୁଛନ୍ତି ଏଭଳି ଚାଷ। ପ୍ରଥମେ କାକୁଡ଼ି ମଞ୍ଜି ଆଣି ଚାରା ପ୍ରସ୍ତୁତ କରିଛନ୍ତି। ପରେ ଚାରା ଲଗାଇ ସାର ଔଷଧ ଓ ପାଣି ଦେଇ ଏକର ଏକର ଜମିରେ କାକୁଡ଼ି ଚାଷ କରିଛନ୍ତି। ସେଥିରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ କାକୁଡ଼ି ମଧ୍ୟ ଉତ୍ପାଦନ ହେଉଛି। ବଜାରରେ କାକୁଡ଼ିର ଭଲ ଚାହିଦା ରହିଥିବା ବେଳେ ଚାଷୀ ବେଶ ଲାଭବାନ ହେଉଛନ୍ତି। ଏଠି ମିନିମମ୍ 50-60 ଘର ଆମ କୁସୁନପୁର ଗାଁ ଭିତରେ ଲୋକ ବାସ କରନ୍ତି। ମଞ୍ଜି କିଣିଲା ପରେ ଚାରା କରାହବ। ଚାରା କରାହେଲେ ଚାରା 20 ଦିନ 18-20 ଦିନ ରହିଲା ପରେ ବିଲ ପ୍ରସ୍ତୁତ କରି ଖତ ଫତ ଦେଇକି ଲଗା ହବ। ମଞ୍ଚା ହେଇକି ଓଇଆର ବୁଣା ହବ। ବୁଣା ହେଲା ପରେ ଔଷଧ ସାର ପଡ଼ିବ। ତାପରେ ଆମଦାନୀ ହବ 2 ମାସ ଭିତରେ। ଏଠାରେ ମିନିମମ୍ 3 କୁଇଣ୍ଟାଲ 2.5 କୁଇଣ୍ଟାଲ ହେଉଛି। ଏ ବର୍ଷଟା ଉଚ୍ଚା ରେଟ୍ ଅଛି। ରେଟ୍ କଟିଯାଏ। ଏ ବର୍ଷ ତଥାପି 30 ଟଙ୍କା 35 ଟଙ୍କା ଆରି ଭିତରେ ବେପାରୀ କିଣୁଛନ୍ତି। ଏବେ ରେଟ୍ ତ ଗୋଟେ ପ୍ରକାର କହିବାକୁ ଗଲେ ଭଲ ଅଛି। ସବୁ ବର୍ଷ ଯେତିକି କମିଯାଏ ଏ ବର୍ଷ କିନ୍ତୁ ଟିକେ ଉଚ୍ଚା ରେଟ୍ ରହୁଛି। ଯେତିକି ତଥା 30 ଟଙ୍କା 35 ଟଙ୍କା 32 ଟଙ୍କା 28 ଟଙ୍କା। ମେଜରିଟି ତ ଆମର ବେଙ୍ଗଲ, ଭୁବନେଶ୍ୱର, କଟକ, ଭଦ୍ରକ ଏଇଠୁ ବେପାରୀ ଆସିକି ନେଇଯାଆନ୍ତି। ବାପା ଅଜେଜ ସମସ୍ତ ଚାଲିଛି ଯେଉଁଟାକୁ ଆମର କୁହନ୍ତି ଖାନଦାନୀ ଚାଷ। ତ ଚାଲିଛି ସେଇଥିରେ ପ୍ରତିପୋଷଣ ହେଇଯାଉଛି। ଆମର ଫ୍ୟାମିଲି ପ୍ରତିପୋଷଣ ସବୁ ଏଇଥିରେ ଚଳାଚଳି ଖାଇବା ପିଇବା ସବୁ ଏଇଥିରେ ନିର୍ଭର ହିଁ କରୁଛନ୍ତି। ଜେନାପୁର ଅଞ୍ଚଳରେ କାକୁଡ଼ିର ରହିଛି ବେଶ ଚାହିଦା। ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ଟନ୍ ଟନ୍ କାକୁଡ଼ି କିଣି ନେଉଛନ୍ତି। ବିଶେଷ କରି ଏଠାରୁ କାକୁଡ଼ି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଥିବା ବେଳେ ରାଜ୍ୟ ବାହାରକୁ ବି ରପ୍ତାନୀ ହେଉଛି। ଚଳିତ ଥର ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ଚାଷୀ। ଏଥିର ଚାହିଦା ହେଉଛି ତ 35 ଟଙ୍କା କାକୁଡ଼ି ପ୍ୟାକିଂ ହେଉଛି ସବୁ 20 କିଲିଆ ସବୁ ଇଏ ବର୍ତ୍ତମାନ ବାହାରକୁ ଯିବ। ଆମ ଏଠି ବିକ୍ରି ନାହିଁ। ଆମ ବିକ୍ରି ହେବ ଏଇଟା ବେଙ୍ଗଲ। ବର୍ତ୍ତମାନ ଆମର 1 ଟନ୍ ପରେ କାକୁଡ଼ି ଅଛି। ସେ ଭାଇଙ୍କର 1 ଟନ୍ ପରେ କାକୁଡ଼ି ହେଇ ପୁରଉଛନ୍ତି। ସେମାନଙ୍କର 1 ଟନ୍ ହେବ। ପ୍ରତିଦିନ ଚାଲିଛି। ବର୍ତ୍ତମାନ ଆଜିକି ପ୍ରାୟ ମାସେ ହେଲା ଚାଷୀ ତୋଳିକି ଦେଲେଣି। ଆଉ ପ୍ରାୟ ମାସେ ଅନ୍ତର ଦେବେ। ଗୋଟେ ସିଜିନ୍ ବାଇର ଆଉ କାକୁଡ଼ି ଚାଷ ଦେଇଛି ରୋଜଗାର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଅଞ୍ଚଳରୁ କାକୁଡ଼ି ରାଜ୍ୟ ଏବଂ ରାଜ୍ୟ ବାହାରକୁ ବିକ୍ରି କରାଯାଉଛି। ବିଶେଷ କରି ଏଠାକାର କାକୁଡ଼ିରେ ରହିଛି ଅନେକ ଚାହିଦା ଏବଂ ଏଇଠାରୁ ହିଁ କାକୁଡ଼ି ବେଙ୍ଗଲକୁ ମଧ୍ୟ ବିକ୍ରି କରାଯାଉଛି ଏବଂ ଏହି କାକୁଡ଼ି ଚାଷକୁ ଆପଣେଇ ଏଠାକାର ଚାଷୀମାନେ ବେଶ ରୋଜଗାରକ୍ଷମ ହୋଇପାରିଛନ୍ତି, ଯାହାକି ଅନ୍ୟ ଚାଷୀମାନଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ହେମନ୍ତ ଦାସ, ନନ୍ଦିଘୋଷ ଟିଭି।